ଓଡ଼ିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିର ଓଡ଼ିଶା ହସ୍ତତନ୍ତ ବସ୍ତ୍ରର ବିକ୍ରୟ କ୍ଷେତ୍ରରେ ଏକ ରାଜ୍ୟସ୍ତରୀୟ ଶୀର୍ଷ ସମିତି ଯାହାକି ବୟନିକା ନାମରେ ସୁପରିଚିତ ଅଟେ। ଏହା ରାଜ୍ୟ ସରକାରଙ୍କ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଥିବା ବୁଣାକାରମାନଙ୍କ ଦ୍ୱାରା ଉତ୍ପାଦିତ ହସ୍ତତନ୍ତ ବସ୍ତ୍ରକୁ ପ୍ରାଥମିକ ତନ୍ତୁବାୟ ସହଯୋଗ ସମିତି ସ୍ୱୟଂ ସହାୟିକା ଗୋଷ୍ଠୀ ଓ ହସ୍ତତନ୍ତ ଉଦ୍ୟୋଗୀମାନଙ୍କ ଜରିଆରେ କ୍ରୟ କରି ରାଜ୍ୟ ଭିତରେ ରାଜ୍ୟ ବାହାରେ ଏବଂ ସ୍ଥଳ ବିଶେଷରେ ବିଦେଶରେ ବିକ୍ରୟ କରିବାର ସୁଯୋଗ ସୃଷ୍ଟି କରିବା ସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ହସ୍ତତନ୍ତ ବିକାଶ ଯୋଜନା ମାଧ୍ୟମରେ ବିଭିନ୍ନ ମେଳା ଓ ପ୍ରଦର୍ଶନୀକୁ ଆୟୋଜନ କରି ବୁଣାକାରମାନଙ୍କର ଆର୍ଥିକ ଅଭିବୃଦ୍ଧିରେ ସହାୟତା କରିଥାଏ। ବର୍ତ୍ତମାନ ବୟନିକାର ବାର୍ଷିକ ବ୍ୟବସାୟିକ କାରବାର 200 କୋଟି ଅତିକ୍ରମ କରିଅଛି ଏବଂ ଚଳିତ ଆର୍ଥିକ ବର୍ଷ ପାଇଁ 265 କୋଟି ଟଙ୍କାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହାୟତାରେ ବୟନିକା ଆସନ୍ତା 5 ବର୍ଷ ମଧ୍ୟରେ 500 କୋଟି ଟଙ୍କାର ବ୍ୟବସାୟିକ କାରବାର କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଅଛି। ଏହି ବିକ୍ରୟ କେନ୍ଦ୍ରକୁ ଆଜି ବିଭୂତିଭୂଷଣ ଜେନା ମାନ୍ୟବର ମନ୍ତ୍ରୀ ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ଓଡ଼ିଶା ସଂଘମିତ୍ରା ଦଳେଇ ମେୟର ବ୍ରହ୍ମପୁର ମହାନଗର ନିଗମ ପ୍ରକାଶ ଚନ୍ଦ୍ର ମେହେର ସଭାପତି ବୟନିକା ପ୍ରଣତି ଛୋଟ୍ରାୟ ପରିଚାଳନା ନିର୍ଦ୍ଦେଶକ ବୟନିକା ବ୍ରହ୍ମପୁର ସାବିତ୍ରୀ ନାୟକ କର୍ପୋରେଟର ୱାର୍ଡ ନମ୍ବର 39 ବ୍ରହ୍ମପୁର ମହାନଗର ନିଗମ ଏବଂ ବୟନିକାର ପରିଚାଳନା ପରିଷଦର ସଭ୍ୟଙ୍କ ଉପସ୍ଥିତିରେ ଉକ୍ତ ନବନିର୍ମିତ ବିକ୍ରୟ କେନ୍ଦ୍ରର ଶୁଭ ଉଦ୍ଘାଟନ କରାଯାଉଅଛି। ଏହି ବିକ୍ରୟ କେନ୍ଦ୍ରରେ ଓଡ଼ିଶାର ସମସ୍ତ ଜିଲ୍ଲାର ବୁଣାକାରମାନଙ୍କ ଦ୍ୱାରା ଉତ୍ପାଦିତ ପାଟ ସୂତା ଓ ଟସର ହସ୍ତତନ୍ତ ବସ୍ତ୍ର ଉପଲବ୍ଧ ହେଉଅଛି। ଏହି ନୂତନ ବିକ୍ରୟ କେନ୍ଦ୍ରର ଉଦ୍ଘାଟନ ଉପଲକ୍ଷେ 7 ଦିନ ପର୍ଯ୍ୟନ୍ତ 20% ରିହାତି ସହିତ 10%ର ସ୍ୱତନ୍ତ୍ର ରିହାତି ପ୍ରଦାନ କରାଯାଉଅଛି। ଏଠାରେ ପର୍ଯ୍ୟାପ୍ତ ପରିମାଣର ଯାନବାହନ ରଖିବା ପାଇଁ ସୁବିଧା ରହିଥିବାରୁ ବ୍ରହ୍ମପୁର ସହରରେ ହସ୍ତତନ୍ତ ପ୍ରେମୀ ଗ୍ରାହକମାନଙ୍କୁ ଏହି ବିକ୍ରୟ କେନ୍ଦ୍ରକୁ ଆକୃଷ୍ଟ କରିବ। ଉକ୍ତ ନବନିର୍ମିତ ବିକ୍ରୟ କେନ୍ଦ୍ରରେ ପଦାର୍ପଣ କରି ବିଶେଷ ରିହାତିର ସୁଯୋଗ ନେଇ ନୂତନ ଡିଜାଇନର ବସ୍ତ୍ର କ୍ରୟ କରିବା ପାଇଁ ବ୍ରହ୍ମପୁର ସହରର ହସ୍ତପ୍ରେମୀ ଗ୍ରାହକମାନଙ୍କୁ ଅନୁରୋଧ କରାଯାଉଛି। ସମଗ୍ର ବିଶ୍ୱରେ ମଧ୍ୟ ଆଦୃତ ଥିଲା। ଏବେ ଆଜି ଯେଉଁଭଳି ଭାବେ ମୌଳିକ ବୃତ୍ତିରେ ସେମାନେ ଥିଲେ ବୁଣାକାରମାନେ ସେମାନେ ମନ ଫେରାଇଛନ୍ତି। ଏଭଳିଆ ଅନୁଷ୍ଠାନ ହେଲେ ବୟନିକାର ଭଳିଆ ବୟସରେ ଏବେ ବଡ଼ ସୌରମ ହେଲେ ଅନ୍ତର୍ଗତ ଆଉ ଥରେ ଖେଳିବେ। ଏଭଳି ଭାବେ ଆଜି ଦେଶରେ ମୋଦି ମାନିଆ ମୋଦି ଏମିତି ଖଦିର ଏତେ ବହୁଳ ପ୍ରସାର କରୁଛନ୍ତି ସବୁ ଖଦି ଆଡ଼େ ଯାଉଛନ୍ତି। ଏଭଳିଆ ହେଲେ ଆମର ବୁଣାକାର ଆମର ବ୍ରହ୍ମପୁରର ପାଟ ଆଉଥରେ ଉଜ୍ଜୀବିତ ହେବ। ବ୍ରହ୍ମପୁର ଆଉଥରେ ବ୍ରହ୍ମପୁରରୁ ନାରାୟଣ ମହାକୁଡ଼ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ଲାଇଭ୍।